आज ମୁଁ ପହଞ୍ଚିଛି ଚଣ୍ଡିଖୋଲର ଚଣ୍ଡୀ ମନ୍ଦିର। ଯେଉଁ ଚଣ୍ଡିଖୋଲ ଆପଣମାନେ ଦେଖୁଛନ୍ତି ସେଠି ଯେଉଁ ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ସେଇ ପାଖରେ ପହଞ୍ଚିଛି। ସେଠି ପ୍ରଥମେ ବାବା ଭୈରବାନନ୍ଦ ବ୍ରହ୍ମଚାରୀ ଏଠି ଆସି ରହିଥିଲେ, ଆଶ୍ରମ ପ୍ରତିଷ୍ଠା କରିଥିଲେ, ଚଣ୍ଡୀ ମନ୍ଦିର କରିଥିଲେ। ଏ ଏରିଆର ଉନ୍ନୟନ ଯାହା କିଛି ସବୁ ସେ ବାବାଙ୍କର ଅବଦାନ। ସେ ବାବାଙ୍କର ଇଏ ହେଲା ସମାଧି ଆଉ ଚଣ୍ଡୀ ମନ୍ଦିର ଆଗରେ ଅଛି। ଏଠି ତାଙ୍କର ସବୁ ମଠ ଅନ୍ୟାନ୍ୟ ରହିବା ପାଇଁ ସ୍ଥାନ। ତାଙ୍କ ନନା ଏଠି ଅଛନ୍ତି, ସେ ବାବାଙ୍କ ବିଷୟରେ ଟିକେ କହିବେ। ନନା ବିପଦ କୁହନ୍ତୁ। ବାବା ଏଠି ଯେତେବେଳେ 12 ବର୍ଷର ହେଇଥିଲେ ଏଠିକି ଆସିଥିଲେ ଗୁଜୁରାଟରୁ କହୁଛନ୍ତି, ଆମେ ତ ଜାଣିନୁ, ଗୁଜୁରାଟ ଶୁଣୁଛୁ। ବାବା ଆସିକି ଏଠି ଜଙ୍ଗଲ ପୁରା ବାଘ ଭାଲୁ ସବୁ ରହୁଥିଲେ। ତାପରକୁ ଆସିକିରି ବାବା ଏଠି କୁଟିଆଟି ତିଆରି କରି ଧୁନି ଲଗେଇଥିଲେ। ତାପରକୁ ବାବାଙ୍କର ସବୁ ଭକ୍ତମାନେ ଆସି ଏଠି ବାବାଙ୍କ ପାଖରେ ଇଏ କରି ବାବା ଆଜି ଏତେ ଦୂରରେ ପହଞ୍ଚିଛି। ଆଉ ହେଲେ ତ ବାବା ତ ନାହାନ୍ତି, ବାବା ଥିଲେ ଆଉ କିଛି। ଏବେ ଯେଉଁ ବାବା ଅଛନ୍ତି ସନ୍ତୋଷ ବ୍ରହ୍ମଚାରୀ, ହଁ ହଁ, ସେ ତାକରି ଇଏରେ ଏଇନା ଚାଲିଛି। ସିଏ କେତେ ବର୍ଷ ହେଲା ରହିଲେଣି? ସେ ବାତ୍ୟା ଥିଲା ବର୍ଷେ 1900, ତାହେଲେ 1998ରୁ? ହଁ 1998ରୁ ଆସିକି ରହିଲେଣି। ଆଜି ଯାକେ ବି ଅଛନ୍ତି। ଆଉ ବାବା ଆପଣ ନନା ଏଠି କେତେ ବର୍ଷ ହେଲା ରହିଲେଣି? 1.5 ବର୍ଷ ହେବ। ହଉ ହଉ ହଉ, ଧନ୍ୟବାଦ। ଆଉ ଆମେ ବର୍ତ୍ତମାନ ସେଇ ମନ୍ଦିର ଆଡ଼କୁ ଯାଉଛୁ। ମୋ ସହିତ ଆଉ ମାନେ ଅନ୍ୟ ସହଯାତ୍ରୀ ମାନେ ଅଛନ୍ତି। ସେମାନେ ମଧ୍ୟ ଏଠି ଏ ପ୍ରକୃତିର ମନୋରମ ଶୋଭା ଉପଭୋଗ କରୁଛନ୍ତି, ଦେଖୁଛନ୍ତି। ଏଠି ହନୁମାନ ମନ୍ଦିର, ଏ ହେଉଛି ହନୁମାନ ମନ୍ଦିର। ପ୍ରଭୁଙ୍କର ହନୁମାନ ଯିଏ ରାମଙ୍କର ଅନୁଗାମୀ ହନୁମାନ ଥିଲେ, ତାଙ୍କର ଭଲ ପ୍ରସିଦ୍ଧ ମନ୍ଦିର। ତାପରେ ଏଇସବୁ ବିଭିନ୍ନ ପ୍ରକାର ଜଙ୍ଗଲ ଏଇଠି ହେଇଛି। ଜଙ୍ଗଲ ଭିତରେ